ବର୍ଷ ବର୍ଷ ଧରି ବନ୍ୟା ଜଳରେ ଭାସୁଥିଲା କଟକ ସହର। ଅନେକଙ୍କର ହୃଦୟ କାନ୍ଦୁଥିଲା, କିନ୍ତୁ ପ୍ରକୃତରେ ଯେ କଟକ ସହର କଥା ଚିନ୍ତା କରୁଥିଲେ, ସେଦିନେ ରାଜାଙ୍କର ପଟୁଆର ଯାଉଥିବା ସମୟରେ ନିଜ ଜୀବନର ସଞ୍ଚିତ ସମସ୍ତ ଅର୍ଥକୁ ରାଜାଙ୍କ ପାଦତଳେ ସମର୍ପଣ କରିଦେଇଥିଲେ ଏବଂ ଅନୁରୋଧ କରିଥିଲେ, ମହାରାଜ, ଏ କଟକର କାଠଯୋଡ଼ି ନଦୀ ଉପରେ ବନ୍ଧଟିଏ ନିର୍ମାଣ କରିଦିଅନ୍ତୁ। ମୋ ଜୀବନର ମୁଁ ସମସ୍ତ ଅର୍ଥରାଶିକୁ ଏ ବନ୍ଧ ନିର୍ମାଣ ପାଇଁ ସମର୍ପଣ କରିଦେଇଛି। ଯଦି କଟକର କାଠଯୋଡ଼ି ଉପରେ ବନ୍ଧଟିଏ ନିର୍ମାଣ ବା କାଠଯୋଡ଼ି ନଦୀ ଉପରେ ବନ୍ଧଟିଏ ନିର୍ମାଣ କରା ନଯାଏ, ତେବେ କଟକ ସହର ଦିନେ ଇତିହାସ ପାଲଟିଯିବ, ଆଉ ଭୂଗୋଳରେ ମଧ୍ୟ ତାର ଚିହ୍ନବର୍ଣ୍ଣ ରହିବ ନାହିଁ। ସେହି ମହାନ ବ୍ୟକ୍ତି ଜଣକ ହେଉଛନ୍ତି ବାଇମୁଣ୍ଡି ବା ବାଇୟା, ଯାହାଙ୍କର ଅବଦାନ ହେଉଛି ଏ କଟକ ସହର। ଆଜି ତାରକସି କାମରେ ଝଲସୁଛି କଟକ ସହର। କଥାରେ ଅଛି ନା, କଟକ ନଗର ଧବଳ ଟଗର। କିନ୍ତୁ ଆମ ପାଖରେ ଆଜି ନାହାନ୍ତି ସେହି ବାଇମୁଣ୍ଡି ବା ବାଇୟା, ଯାହାଙ୍କର ଅବଦାନ ହେଉଛି ଏ କଟକ ସହର। ହୃଦୟରୁ ପ୍ରଣାମ କରୁଛି ସେହି ବାଇମୁଣ୍ଡିଙ୍କୁ ବା ସେହି ମହାନ ବ୍ୟକ୍ତିଙ୍କ ପାଦ ତଳେ, ଯାହାଙ୍କ ପାଇଁ ଆମେ ଆଜି କଟକକୁ ବାଣିଜ୍ୟ ବ୍ୟବସାୟର ଏକ ପ୍ରଧାନ ପେଣ୍ଠସ୍ଥଳୀ ବା କଟକ ପ୍ରସିଦ୍ଧ ଦଶହରାରେ ଆନନ୍ଦ ଅନୁଭବ କରିବା ସହିତ କଟକର ତାରକସି କାମକୁ ନେଇ ଆମେ ଗର୍ବ ଅନୁଭବ କରୁଛୁ ବିଶ୍ୱ ଦରବାରରେ ଏବଂ ସେହି ସୁଆଦିଆ ଖାଇବାକୁ ପ୍ରତିଦିନ ସକାଳୁ ମନେ ପକାଉଛୁ, ଯାହା ହେଉଛି କଟକର ଦହିବରା। ଅନେକ ଐତିହ୍ୟକୁ ବହନ କରିଛି ଏ କଟକ ସହର, କିନ୍ତୁ এই କଟକ ସହର ପଛରେ ସେହି ମହାନ ବ୍ୟକ୍ତି ଅଛନ୍ତି, ଯେ ହେଉଛନ୍ତି ବାଇମୁଣ୍ଡି। ସେଦିନ ଯେତେବେଳେ ଲାଙ୍ଗୁଳା ନରସିଂହ ଦେବ ଆଦେଶ ଦେଇଥିଲେ 3 ଦିନ ଭିତରେ କୋଣାର୍କର ମୁଣ୍ଡିମରା ନହେଲେ 1200 ବଢ଼େଇଙ୍କର ମୁଣ୍ଡ କାଟ ହେବ, ନିଜ ଛାତିର କୋହ ଆଉ ଆଖିର ଲୁହକୁ ଚାପି ରଖି ବିଶୁ ମହାରଣା ସେଦିନ ନିଜ ପୁଅର ଜୀବନ ବିନିମୟରେ ଓଡ଼ିଶାର କଳା ସ୍ଥାପତ୍ୟକୁ ବଞ୍ଚାଇ ରଖିଥିଲେ। ଏ ହେଉଛି ଆମ ଓଡ଼ିଆ ଜାତିର ସ୍ୱାଭିମାନ ଏବଂ ଆମ ଓଡ଼ିଆମାନଙ୍କର ମହାନତା।